जय जगन्नाथ। मो चैनल को आपण मानक मु स्वागत करुछि। आज आमे देखिबा टेरो कार्ड माध्यम 2022 जानुआरी 1 तारिख रु 31 तारिख पर्यंत केमिति कटिबो। मु ए चैनल को जगन्नाथ आशीर्वाद रु आपण पाखकु आनिछि। आपण मानक काम रे लागि परिबो। ए चैनल माध्यम ए टेरो कार्ड माध्यम आपण मानकु किछि परामर्श भी मिली परिबो। एइटाकू आपण माने जगन्नाथ आशीर्वाद बोली मार्गदर्शन बोली भावी नेबे। चलंतु आरंभ करिबा। मेष राशि केमिति कटिबो 2022 जानुआरी मास। क्वीन ऑफ पेंटिकल्स, ये दीटा कार्ड आपे आपे आसीगला। व्हील ऑफ फॉर्च्यून, 10 ऑफ पेंटिकल्स, एस ऑफ सोर्ड्स, किंग ऑफ पेंटिकल्स। वाह बढ़िया कार्ड। पेज ऑफ सोर्ड्स, 2 ऑफ सोर्ड्स, द हारोफ्रेंट, द एम्प्रेस, क्वीन ऑफ वांड्स, 9 ऑफ पेंटिकल्स, द लवर्स। बा कार्ड तो बढ़िया आछि। चारि चारि मेजर अर्काना कार्ड आछि। पेंटिकल्स आछि, ए सब सोर्ड्स आछि, ए सब वांड्स आछि। बढ़िया कार्ड आछि। ए मासटी आपन पई बहुत भल रहिबो। प्रथम 10 दिन आमे 1 तारिख रु 11 तारिख पर्यंत आमे देखिबा। एक कार्ड कहूची तुमे मेष राशि केवल पैसा उपरे केमिति आपण इनकम करिवे से कथाटा आपण सबु बेले चिंता करिवे। आपण पाखरे सबु धन संपत्ति पूरा रहिछि, हेले भी आपण मन कोउठी ना कोउठी उदासीन रहुछि। आपण कोउठी पैसा लगेले आपणकर लाभ आसीबो, केमिति कले आपण अधिकारु अधिका पैसा आनी पारिबे, आपण सेई दिगरे यत्नशील रहिबे। स्वास्थ्य आपणकर भल रहिबो। स्वास्थ्य रे कोनोसी प्रकार असुविधा नहीं। आपण जेते परिश्रम करिवे, जेते प्रकार ज्ञान आपणकर अछि, जेते प्रकार विद्या आपण जानिछंती, कळे बळे कौशले जेमिति कथारे कहंती, सेही उपाय अवलंबन करिवे निजर कार्य हासिल करिया पई। ताहा भी आपण सेथिरे सफल हेबे। काहेकि ना ये जो व्हील ऑफ फॉर्च्यून ये कार्ड कहूची जे आपण जो जदि दुख कष्ट आपण रहिथिले, आपणकर किछि प्रतिकूल परिस्थिति थिला, आपण एबे सेथिरु बाहरिबा पई सबु प्रकार कौशल अवलंबन करी
ହାରିବାଟାକୁ ଜିତିବାରେ ପରିଣତ କରିବେ। ଆଉ ଏ 10 ଅଫ୍ ପେଣ୍ଟିକଲ୍ସ ଏ କାର୍ଡ଼ କହୁଛି ଯେ ଆପଣଙ୍କର ପୁରା ପରିବାର ସହିତ ମିଶିକି ରହିବେ। ଆଉ ନିଜକୁ ଆପଣ ପ୍ରମାଣିତ କରିବାକୁ ଚାହିଁବେ ଯେ ମୁଁ ଏସବୁ କରିଛି, ମାନେ ମୋ କଥା ସମସ୍ତେ ମାନିବେ। ଆପଣ ସବୁବେଳେ ଆପଣଙ୍କର କଥା ରହୁ ବୋଲି, ସମସ୍ତେ ଆପଣଙ୍କ କଥା ମାନନ୍ତୁ ବୋଲି ଆପଣ ଭାବିବେ। ଈଶ୍ୱରର କିଛି ଗୋଟେ ନୂଆ କାର୍ଯ୍ୟ କରିବା ପାଇଁ ଆପଣ ଚିନ୍ତା କରିବେ। ଖାଲି ଚିନ୍ତା ତ ନୁହଁ, ଆପଣ ସେଥିରେ କାର୍ଯ୍ୟ ଦକ୍ଷତା ବି ଦେଖେଇବେ ଯେ ନୂଆ କିଛି କରିକି ବି ଆପଣ ତୁଲେଇ ପାରୁଛନ୍ତି। ତାପରେ ଦେଖିବା 11ରୁ 21 ତାରିଖ ଭିତରେ କେମିତି ରହିବ। ଆପଣ କିଛି ଚିନ୍ତାରେ ରହିବେ। ଲାଗୁଛି ଆପଣ କିଛି ବାଧିଲା ଭଳିଆ କଥା କିଛି ହେବ, ଯେଉଁଥିପାଇଁ କି ଆପଣ ବହୁତ ଚିନ୍ତାରେ ରହିବେ। ଆପଣଙ୍କ ବାଟ 2ଟା ରାସ୍ତା ଆପଣଙ୍କୁ ଦେଖାଯାଉଛି। ଆପଣ ଆଗ ପଛ ଚିନ୍ତା କରି କାମ କରନ୍ତୁ, ନହେଲେ ଆପଣ ଲସ୍ରେ ପଡ଼ିଯିବେ। ସେଥିସକାଶେ ଆପଣଙ୍କୁ ବହୁତ କଷ୍ଟ ବି ଲାଗିପାରେ। କିଛି ଲସ୍ ହେଇଗଲେ, କିଛି କ୍ଷତି ହେଇଗଲେ ଆପଣଙ୍କୁ କିଛି କଷ୍ଟ ବି ହେଇପାରେ, କି ଆପଣଙ୍କୁ କିଏ ବାଧିଲା ଭଳିଆ କିଛି କିଏ କହିବ, କିଛି ପଇସା କ୍ଷତି ହେବ, ଏମିତି କିଛି ହେବାର ଜଣାଯାଉଛି। ତା ଦ୍ୱାରା ଆପଣ କିଛି ନୂଆ ବି କରିବାର ଯୋଜନା ରଖୁଛନ୍ତି। ଆପଣ ଯତ୍ନଶୀଳ ରହିବେ। 11 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଆପଣ ଆପଣଙ୍କ ପରିସ୍ଥିତିକୁ ନେଇକି ଟିକେ ଯତ୍ନଶୀଳ ରହିବେ। କାହାର ଭୋଲା ଭାଲା କଥାରେ ପଡ଼ିଯିବେନି। ଭାବି ଚିନ୍ତି କାମ କରିବେ। ସମୟ ଆପଣଙ୍କ ପାଇଁ ସେତେ ଭଲ ନାହିଁ। ଆପଣ ଟିକେ ଆଗ ପଛକୁ ଚାହିଁକି କାମ କରିବେ। ଭାବପ୍ରବଣ ହେଇକି କିଛି ଗୋଟେ ନିଷ୍ପତ୍ତି ନେଇଯିବେନି। ନେଇଯିବାଟା ଆପଣଙ୍କ ପାଇଁ ଠିକ୍ ହେବନି। 21 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଖୁସି ଆଉ ଖୁସି। ଆପଣ ଯାହା ଚାହିଁବେ ତାହା କରିପାରିବେ। ଆପଣ ଏମିତି ଦିମାଗ ଖଟେଇବେ ଯେ ଆପଣଙ୍କ ବୁଦ୍ଧିରେ, କଥାରେ କୁହନ୍ତିନି, ଆପଣ ଯଦି ବୁଦ୍ଧି ଖଟେଇ ପାରିଲେ ସିଂହ ବି ବିଲେଇ ହେଇଯିବ, ବାଘ ବି ବିଲେଇ ଭଳିଆ ମିଆଉ ମିଆଉ ହେବ। ଆପଣ ସେଇଭଳିଆ ଯାଦୁ ଚଲେଇବେ। ଆଉ ଏମିତି କିଛି ମିରାକିଲ୍ ହେବ ଯେ ଆପଣ ରାଜା ଭଳିଆ ଭୋଗ ସମ୍ମାନ ପାଇବେ, ଭୋଗ କରିବେ, ସମ୍ପତ୍ତି ଭୋଗ କରିବେ। ଆପଣ ପାଖକୁ ଲୋକମାନେ ଆସିବେ ପରାମର୍ଶ ନେବା ପାଇଁ। ଆପଣ ଖୁସି ଦେଖିକି ଅନ୍ୟ ଲୋକମାନେ ବି ଆପଣଙ୍କୁ ଈର୍ଷା କରିବେ। ବହୁତ ବଢ଼ିଆ ଯିବ ଆପଣଙ୍କ ଦିନ। ଈଶ୍ୱରଙ୍କ ଆଶୀର୍ବାଦ ବି ଆପଣଙ୍କ ଉପରେ ଅଛି। ଜଗନ୍ନାଥଙ୍କ ଆଶୀର୍ବାଦ ପୁରା ଆପଣଙ୍କ ଉପରେ ଅଛି। ଏହି ମାସଟି ଆପଣଙ୍କର ବହୁତ ବଢ଼ିଆ ଯିବ। ହେଲେ 11 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଭିତରେ ଆପଣଙ୍କୁ ଟିକେ ଜଗି ରଖି ଚଳିବାକୁ ପଡ଼ିବ।